ଦେଖନ୍ତୁ ଦେଖନ୍ତୁ ଇଏ ହେଉଛି ଆମର ଦେଶୀ ପାଉଁଶ। ଏ ଜିନିଷଟା କ'ଣ ଆପଣମାନେ ଯଦି ଜାଣିଥିବେ ତୁ କୋଲଗେଟ୍ ଆମର ଏବେ ସରିଯାଇଛି ତ ସେଇଥିପାଇଁ ମୁଁ ବର୍ତ୍ତମାନ ଏଇରେ କରିବି। ତ ଗୋଟେ ଉପାୟ ଅଛି ଆମର ଦେଶୀ ପାଉଁଶରେ ଆଜି ବ୍ରସ୍ କରିବା। ତ ହେ ଗାଇସ୍ ନ୍ୟୁ ବ୍ଲଗ୍କୁ ଆପଣ ସମସ୍ତଙ୍କୁ ସ୍ୱାଗତ ବ୍ୟାକ୍ ଟୁ ମାଇ ନ୍ୟୁ ଚ୍ୟାନେଲ୍। ତ ଚାଲନ୍ତୁ ଆଜିର ଭିଡ଼ିଓକୁ ଏନ୍ଜୟ କରିବା ବହୁତ ସୁନ୍ଦର ଭାବରେ। ତ ଆଜି ସକାଳୁ ସକାଳୁ ଆମର ପାଗଟା ପୁରା ଦେଖନ୍ତୁ, ମାନେ ଘର ପାଖରେ ବର୍ତ୍ତମାନ କେହି ନାହିଁ, ପୁରା ସୁନସାନ। କାହିଁକିନା ଆମର ରୁମି, ଆମର ବାପା ଏକା, ଆମର ମାନେ ସମସ୍ତେ ଆମର ଘରରୁ ବର୍ତ୍ତମାନ ବାହାରିକି ଚାଲି ଯାଇଛନ୍ତି। କେଉଁ ଜାଗାକୁ ଯାଇଛି ତ କାହିଁକିନା ଆଜି ଆମର ତ ଆକ୍ଚୁଆଲି ଗାଇସ୍ ମୁଁ ସକାଳେ ଶୋଇଥିଲି। ତ ଶୋଇକି ଉଠିଲା ବେଳକୁ ଚାହିଁଲା ବେଳକୁ ଘରେ କେହି ନାହାନ୍ତି। ତ ସମସ୍ତେ ଘରରୁ ମାନେ ବାହାରିକି ସମସ୍ତେ ଚାଲି ଯାଇଛି। ତ ମୋତେ କିଛି କହିନାହାନ୍ତି କାହିଁକିନା ମୁଁ ଉଠିଲା ବେଳକୁ କେହି ନଥିଲା। ତ ମୁଁ ବର୍ତ୍ତମାନ ଶୋଇକି ଉଠିଲା ବେଳକୁ ଦେଖିଲା ବେଳକୁ ଫୋନ୍ କଲା ବେଳକୁ ତ ସମସ୍ତେ ବର୍ତ୍ତମାନ ପଳେଇ ଯାଇଛି ଆମର ପିସି ଘର ପାଖକୁ। କାହିଁକିନା ପିସି ଘର ପାଖରେ ଆଜି ଆମ ବାପାଙ୍କର ମାନେ ଭଣଜା ବୋହୂକୁ ତା ସଦ ଖୋଇବା ପାଇଁ। ତ ସମସ୍ତେ ଘରୁ ବାହାରି ଚାଲିଯାଇଛି। ତ ବର୍ତ୍ତମାନ ଘର ପାଖରେ ଏକୁଟିଆ ମୁଁ ଅଛି। ତ ଚାଲ ଆଜି ମୁଁ କ'ଣ କରୁଛି ସବୁ କିଛି ତ ଆପଣମାନଙ୍କୁ ଦେଖେଇବି। ଆଉ ଗୋଟେ କଥା ଯେ ଭାଇମାନେ, ଆପଣମାନେ ଯଦି ଭିଡ଼ିଓକୁ ଯଦି ନୂଆ ଆସୁଛନ୍ତି ତ ଭିଡ଼ିଓକୁ ଫୁଲ୍ ୱାଚ୍ କରନ୍ତୁ। ଭିଡ଼ିଓକୁ ପୁରା ଫୁଲ୍ ଫାଷ୍ଟରୁ ଲାଷ୍ଟ ଯାଇ ଦେଖନ୍ତୁ, ତାହେଲେ ଯାଇକି ବୁଝିପାରିବେ, ନହେଲେ କିଛି ବୁଝିପାରିବେନି। ଆଉ ଚ୍ୟାନେଲକୁ ଯଦି ନୂଆ କରିକି ଆସିଛନ୍ତି ତ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ୍ କରିନେଇଥିବେ। ତ ଚାଲନ୍ତୁ ଆଜିର ଭିଡ଼ିଓକୁ ପୁରା ଏଇଠିରୁ ଏନ୍ଜୟ କରିକି ନେଇଯିବା, ପୁରା ବହୁତ ସୁନ୍ଦର ଭାବରେ, ପୁରା ଫାଷ୍ଟ କ୍ଲାସ୍ ହେବ। ତ ଚାଲନ୍ତୁ ଆଉ ଡେରି କରିବାନି, ତ ଆଜିର ଭିଡ଼ିଓକୁ ଷ୍ଟାର୍ଟ କରିବା। ତ ସାଙ୍ଗମାନେ ମୁଁ ସକାଳରୁ ଦାନ୍ତ ହାତ କିଛି ଘଷି ନଥିଲି, ତ ଏବେ ବର୍ତ୍ତମାନ ବ୍ରସ୍ କରିବା। ତ ଚାଲନ୍ତୁ ବ୍ରସ୍ କରିବା। ତ ବ୍ରସ୍ ପାଇଁ ବର୍ତ୍ତମାନ ଆମର ନେଇ ନେବା। ତ ବ୍ରସ୍ ଏଇଠି ସବୁ ଅଛି, ତ ସବୁ କିଛି ଆମର ନେଇକି ବର୍ତ୍ତମାନ ବ୍ରସ୍ କରିବା। ତ ଚାଲ, ତୋର ସମସ୍ତେ ତ ଘର ପାଖରେ ବର୍ତ୍ତମାନ ନାହିଁ। ଭାଇଲୋ ଇଏ କ'ଣ ବ୍ରସ୍ ଦେଖନ୍ତୁ, ମାନେ କୋଲଗେଟ୍ ନାହିଁ, ସବୁ ଖତମ। ଆଜି ଯିବା ପାଇଁ ପୁରା ସବୁ ଖତମ କରିଦେଇଛି। ଆଉ ଏଇରେ ମୁଁ କ'ଣ କରିବି ବର୍ତ୍ତମାନ? ତ ଗୋଟେ ଉପାୟ ଅଛି ଆମର ଦେଶୀ ପାଉଁଶରେ ଆଜି ବ୍ରସ୍ କରିବା। ତ ଚାଲନ୍ତୁ ଆଜି ଦେଶୀ ପାଉଁଶରେ କେମିତି ବ୍ରସ୍ କରୁଛି ତ ଆପଣମାନଙ୍କୁ ଦେଖେଇବି। ତ ଆପଣମାନେ କେବେ ଦେଶୀ ପାଉଁଶରେ ବ୍ରସ୍ କରିନଥିବେ, ତ ଆଜି ମୁଁ ଫାଷ୍ଟ ଟାଇମ୍ ଆପଣମାନଙ୍କୁ ଦେଖେଇବି ଦେଶୀ ପାଉଁଶ, ଯାହାକୁ କୁହାଯାଏ ପାଉଁଶ। ସେଟା ବି ମୁଁ କହିନି ସେଟା କୋଉଥିରେ ତିଆରି ହୁଏ, ତ ଆପଣମାନେ କେବେ ଘଷି ନଥିବେ ସେମିତି। ତ ଚାଲନ୍ତୁ ଆଜି ମୁଁ ଆପଣମାନଙ୍କୁ ଦେଖେଇବି, ଠିକ ଅଛି। ତ କୋଲଗେଟ୍ ତ ସରିଯାଇଛି, ତ ଯେହେତୁ ତ ଦାନ୍ତ ଆଗ ସଫା କରିବା ପାଇଁ ପଡ଼ିବ। ତ ଦାନ୍ତ ପାଇଁ ଆଗ ସେଇ ଜିନିଷଟା ନେବା। ତ ଚାଲ, ଆଜି ମୁଁ ତ ଭାବିଥିଲି କୋଲଗେଟ୍ ରହିଥିବ, କୋଲଗେଟ୍ ତ ନାହିଁ, ସବୁ ସରିଯାଇଛି। ତ ଚାଲନ୍ତୁ ଆଉ ଡେରି କରିବାନି। ତ ବର୍ତ୍ତମାନ ଦେଶୀ ପାଉଁଶ କୋଉଥିରେ ତିଆରି ହୁଏ ମୁଁ ଆପଣମାନଙ୍କୁ ବି କହିବି। ତ ଆପଣମାନେ ଦେଖନ୍ତୁ, ଆମର ଏଇଠି ସବୁ ରଖା ହେଇଛି, ଏଇଟାରେ ସବୁ ରଖା ହେଇଛି ହେଉଛି ଦେଶୀ ପାଉଁଶ। ଦେଖନ୍ତୁ ଏମିତି ଭାବରେ ଦେଖନ୍ତୁ ଇଏ ହେଉଛି ଆମର ଦେଶୀ ପାଉଁଶ। ତ ୟାକୁ ଆମର ଦାନ୍ତ କେମିତି ଘଷାଯାଏ, ଠିକ ଅଛି। ତ ଏ ଜିନିଷଟା କ'ଣ ଆପଣମାନେ ଯଦି ଜାଣିଥିବେ ତାହେଲେ କମେଣ୍ଟ ସେକ୍ସନରେ କମେଣ୍ଟ କରିବେ। କାହିଁକି ନା ଆମର ଗାଁ ଗହଳି ଲୋକମାନେ ମାନେ ଏଇ ଜିନିଷଟା ହିଁ ବେଶୀ ବ୍ୟବହାର କରେ, କିନ୍ତୁ ମୁଁ କେହିଦିନ ଏଟା ବ୍ୟବହାର କରିନି। ଯଦି କରିଥିବି ତ ସାନବେଳେ କାଳେ କରିଥିବି, ତ ଏବେ ମୁଁ କରିନି। ତ ଆଜି ଏଇଟାକୁ ମାନେ ବ୍ୟବହାର କରିବି, ଯେହେତୁ କୋଲଗେଟ୍ ଆମର ଏବେ ସରିଯାଇଛି। ତ ସେଇଥିପାଇଁ ମୁଁ ବର୍ତ୍ତମାନ ଏଇରେ କରିବି। ତ ଚାଲନ୍ତୁ ୟାର ଟେଷ୍ଟ କେମିତି ଲାଗୁଛି। ତ ଆପଣମାନେ ଯଦି କେବେ ଯଦି ଏଇଥିରେ ଦାନ୍ତ ସଫା କରିବେ, କିନ୍ତୁ ୟାର କିନ୍ତୁ କରାମତି ଅଛି ଏତିକ, ଯାହାବି ଯିଏ ଯେତେ ପାନ ଖାଉ, ଗୁଟକା ଖାଉ, ଯାହା ଖାଉ, ତ ସବୁ କିଛି ଏଇରେ ପୁରା ସଫା ହେଇଯିବ। ଇଏ ହେଉଛି ଆମର ଦେଶୀ ଗାଈ। ଆପଣମାନେ ବୁଝିପାରୁଥିବେ, ଦେଶୀ ଗାଈ ମାନେ ଗାଈ ଆମର ଖାଦ୍ୟ ଯେତିକ ଖାଏ, ଘାସ କୁଟା ଯେତିକ ଯାହା କିଛି ଖାଏ, ତ ଗାଈ ଝାଡା ଫେରିଲା ପରେ ଯେଇଟା ବାହାରେ, ଇଏ ହେଉଛି ସେଇ ଜିନିଷଟା, ଠିକ ଅଛି। ତ ମୁଁ ଆପଣମାନଙ୍କୁ କହିଦେଲି। ତ ଚାଲ ଏଇରେ ବର୍ତ୍ତମାନ ଦାନ୍ତ ଘଷିକି ତାପରେ
କିଛି ଖାଇବା। ତ ଖାଇସାରିଲା ପରେ କଣ ହଉଛି ମୁଁ ଆପଣମାନଙ୍କୁ ଦେଖିବି। ଆଜି ସବୁ କିଛି ଦେଖେଇବି, ତ ଆପଣମାନେ ଭିଡ଼ିଓ ଜମା ସ୍କିପ୍ କରନ୍ତୁ ନାହିଁ। ଭିଡ଼ିଓକୁ ପୁରା ଫାଷ୍ଟରୁ ଲାଷ୍ଟ ଯାଏ ଦେଖନ୍ତୁ। ଆଜି ସବୁ କିଛି ଦେଖିବାକୁ ପାଇବେ ଆପଣମାନେ, ଠିକ ଅଛି। ତ ଚାଲ ଏବେ ବର୍ତ୍ତମାନ ଦାନ୍ତ ଘଷିବା। ଦାନ୍ତ ବି ୟାକୁ ଘଷିବା ପାଇଁ ମାନେ କେମିତି ଦରକାର ଆପଣମାନେ ଭାବୁଥିବେ, କାଳେ ଦାନ୍ତ ପାଇଁ ଏମିତି ଧରିବେ, ୟାକୁ ଧରିବେ। ଦେଖନ୍ତୁ ଦାନ୍ତ ପୁରା ସଫା ହେଇଥିବ। ଦେଖୁଛ, ଏମିତି ଭାବରେ ଆପଣମାନେ ଦାନ୍ତ ସଫା କରିଥିବେ। ଆଉ ପୁରା ଦାନ୍ତ ପୁରା ଚକଚାକ, ପୁରା କାଚ ଭଳିଆ ଏକାଥରେ ଦିଶିବ। ଆଉ ଯଦି ଏମିତି ଯଦି ଆପଣମାନେ ଯଦି ଚାହିଁବେ, ତ ମତେ କମେଣ୍ଟ ସେକ୍ସନରେ କମେଣ୍ଟ କରିବେ। ମୁଁ ଆପଣମାନଙ୍କୁ ଭଲ ଭଲ ଜିନିଷ ଦେଖିବି। ଆଜିଠୁ ଭିଡ଼ିଓ ମୋର ଷ୍ଟାର୍ଟିଂ ହେଲା, ତ ଚାଲିବ ତାର ରେଗୁଲାର। ତ ଆପଣମାନେ ପୁରା ଭିଡ଼ିଓକୁ ପୁରା ଜମା ସ୍କିପ୍ ନ କରିକି ପୁରା ଦେଖନ୍ତୁ। ଫାଷ୍ଟରୁ ଲାଷ୍ଟ ପୁରା ମଜାଦାର ହବାର ଅଛି, ଠିକ ଅଛି ସାଙ୍ଗମାନେ। ତ ଚାଲନ୍ତୁ, ମୁଁ ବର୍ତ୍ତମାନ ଦାନ୍ତ ଘଷି ସାରିଲା ପରେ ଆପଣମାନଙ୍କୁ ଫେର ଦେଖେଇବି। ତ ଆପଣମାନେ ଦେଖିବେ, ସେତେ ପର୍ଯ୍ୟନ୍ତ ଦେଖନ୍ତୁ ଭିଡ଼ିଓ। ତ ସାଙ୍ଗମାନେ ବର୍ତ୍ତମାନ ଦେଖନ୍ତୁ ମୋ ଦାନ୍ତ ପୁରା ସଫା ହେଇଛି କେମିତି ଭାବରେ। ତାପରେ ଆମେ ବର୍ତ୍ତମାନ ସଫା କରିବା, ଠିକ ଅଛି। ତ ଧୁଆ ଧୁଇ କରିବା। ତ ଦାନ୍ତ ଦେଖନ୍ତୁ ପୁରା ଦାନ୍ତ ସଫା। ଏମିତି ଦାନ୍ତ ସଫା ଆପଣମାନେ କେବେ ଦେଖିନଥିବେ। ଆଜି ମୁଁ ଦେଖଉଛି ପୁରା ଦେଖନ୍ତୁ, ଇଏ ହଉଛି ଦେଶୀର ଷ୍ଟାଇଲ, ମାନେ ଦେଶୀ ପ୍ରକାର ଯଦି କରିବ ତ ଏମିତି ଲାଗିବ। ତ ଚାଲନ୍ତୁ ବର୍ତ୍ତମାନ ସଫା କରିବା ବୋଲିକି ପୁରା ତ ମୁହଁ ଫୁହ ବର୍ତ୍ତମାନ ଧୋଇକି ସଫା କରିଦବା, ଠିକ ଅଛି ନା କଣ କହୁଛନ୍ତି? ଏବେ ଦେଖନ୍ତୁ ପୁରା ଦାନ୍ତ ପୁରା ସଫା। ଆପଣମାନେ ଦେଖନ୍ତୁ, ମୁଁ ବର୍ତ୍ତମାନ କଥା ହଉଛି, ପୁରା ଦାନ୍ତ ପୁରା ସଫା। ଏମିତି ଭାବରେ ପୁରା କେମିତି ଦାନ୍ତ ସାଉଣ୍ଡ ହବ ଜାଣେ, ଏମିତି ଦେଖିଛନ୍ତି ତ। ତ ବ୍ରଶ ରେ ଆମର କୋଲଗେଟ ରେ ଯେତେବେଳେ ମାନେ ଦାନ୍ତ ଘଷିବେ, କୋଲଗେଟ ର ଗୋଟେ ମାନେ ଚାହିଦା ଅଲଗା, କିନ୍ତୁ ଦେଶୀ ପାଉଁଶ ଟା ଫେମସ। ତ ଆଜିକା ମାନେ ମୁଁ ମାନେ ଯେତେବେଳେ ଆମର ମାନେ କହିବା କଥା, ଯେତେବେଳେ ଆମର କୋଲଗେଟ ସରିଯାଏ, ତ ଆମର ଦେଶୀ ପାଉଁଶ ମାନେ ସବୁବେଳେ ଆମ ପାଇଁ ପୁରା ରେଡି ଅଛି। ଏଇଟା ସରିଲା ପରେ ସେଇଟା ଆରମ୍ଭ ହବ, ସେଇଟା ସରିଲା ପରେ ଏଇଟା। ତ ଚାଲନ୍ତୁ ଆଉ ବେଶୀ କିଛି ମାନେ ବକବାସ କରିବାନି। ତ ଚାଲନ୍ତୁ ଡାଇରେକ୍ଟ ଯିବା ଖାଇବା କିଛି, କାହିଁକି ନା ସକାଳୁ ଭୋକ ପ୍ରବଳ, ମତେ ତ ଭୋକ ପ୍ରବଳ। ତ ମୁଁ ବର୍ତ୍ତମାନ ଖାଇବି। ତ ଚାଲ କଣ କଣ ଅଛି ମୁଢି ଫୁଡି ବର୍ତ୍ତମାନ ଖାଇବା ଆରମ୍ଭ କରିବା। ତାପରେ ଖାଇସାରିଲା ପରେ କଣ ଅଛି ଦେଖିବା, ଠିକ ଅଛି। ତାହେଲେ ତ ପୁରା ଖାଇବା ଏକାଥରେ ଆପଣ ମାନେ ବି ଦେଖିବେ, ଠିକ ଅଛି ଚାଲନ୍ତୁ। ତ ସାଙ୍ଗମାନେ ବର୍ତ୍ତମାନ ଆମେ ଖାଇବା କରିଦେଇକି ତ ସାଙ୍ଗମାନେ ଘର ପାଖରେ ଯେତେବେଳେ କେହି ନାହିଁ, ତ ନିଜକୁ ଖାଇବା ପାଇଁ ତ ସବୁ କିଛି ରେଡି କରିବାକୁ ପଡିବ। ତ ଆସନ ଫାସନ ପକେଇଦେଲି, ତ ଏବେ ବର୍ତ୍ତମାନ ଆସନ ପଡିଗଲା। ତ ଏବେ ବର୍ତ୍ତମାନ ଖାଇବା, ଠିକ ଅଛି। ତ ଖାଇବା ଯେତେବେଳେ, ତ ବର୍ତ୍ତମାନ ଆମର ଜିନିଷ ନବା, ଖାଇବା ପାଇଁ ଜିନିଷ। ତ ଆମର ବର୍ତ୍ତମାନ ମାନେ ଆଇଟମ କଣ କଣ ଅଛି ଆମର ରୁମ ରଖିକି ଯାଇଛି ଦେଖିବା, ଠିକ ଅଛି। ତ ଚାଲନ୍ତୁ, ତ ଖାଇବା ପାଇଁ ଆଗ ଆମର ଗୋଟେ ବେଲା ଆମର ଥାଳି, ତ ଏହାକୁ ନେଇକି ତ ବର୍ତ୍ତମାନ ଆଉ କଣ ଅଛି ଦେଖିବା ଆମେ, ଚାଲ। ତାହିରେ ନେଇ ନବା ଆମର, ଦେଖନ୍ତୁ ଏଇଠି ହଉଛି ଆମର, ଇଏ ହଉଛି ଆମର ଷ୍ଟାଣ୍ଡ। ତ ବିଲାତି ନେଇ ନବା, ସକାଳୁ ମୁଢି ଖାଇବା ନା, ତ ମୁଢି ପାଇଁ ଆମର ବିଲାତି ହିଁ ଫେଭର। ତ ଇଏ ହଉଛି ଆମର ପିଆଜ, ପିଆଜ ଆଉ ଆମର ଦେଶୀ ଲଙ୍କା। ଦେଶୀ ଲଙ୍କା ଆପଣ ମାନେ ଦେଖିବେ, ଦେଶୀ ଲଙ୍କା ଆମର କେତେ ସୁନ୍ଦର ଦେଖନ୍ତୁ। ଯଦି ଖାଇବେ ବି ଆପଣ ମାନେ କହିବେ, ତ ମୁଁ ଆପଣ ମାନଙ୍କୁ ବି ଦେଖିବେ ସବୁ କିଛି ଜିନିଷ ବର୍ତ୍ତମାନ ନେଇ ନେଲୁ। ଦେଖନ୍ତୁ ଏଇଟା ସବୁ ଅଛି। ତ ତାପରେ ଆମର ମୁଢି, ଠିକ ଅଛି। ତ ମୁଢି ବି ଆମର ନେଇ ନେଲୁ। ତ ବର୍ତ୍ତମାନ ବସିଯିବା ଖାଇବା ପାଇଁ, ଚାଲ। ସବୁ ଜିନିଷ ରଖିଦେଲେ, ତ ଏବେ ଦରକାର ଆମର କାଟିବା ପାଇଁ ଜିନିଷ। ତ ସବୁ ଯେତେବେଳେ ଦେଖନ୍ତୁ ଘର ପାଖରେ ବର୍ତ୍ତମାନ କେହି ନାହାନ୍ତି,
ତ ଏକୁଟିଆ ଯେତେବେଳେ ଅଛି ତ ସବୁ କରିବା ପାଇଁ ପଡିବ। ଠିକ ଅଛି, ଚାଲନ୍ତୁ। ତ ବର୍ତ୍ତମାନ ଦେଖନ୍ତୁ ଆମର ସବୁ ବର୍ତ୍ତମାନ ରେଡି ହେଇଗଲାଣି। ଠିକ ଅଛି, ଆମର ସବୁ ବର୍ତ୍ତମାନ ରେଡି ହେଇଗଲାଣି। ତ ବର୍ତ୍ତମାନ ଖାଇବା ପାଇଁ ବର୍ତ୍ତମାନ ଖାଲି କଟାକଟି କରିବା। ଠିକ ଅଛି, ଆପଣ ଦେଖନ୍ତୁ। ଆଉ ସାଙ୍ଗମାନେ, ଆମର ବର୍ତ୍ତମାନ ମାନେ ଗୀତ ବାଜୁଛି, ତ ଏପଟ ସାଇଡ ର ଗୀତ ବାଜୁଛି। ତ ସବୁ କିଛି ତ ସେଇଥିପାଇଁ ତ ବହୁତ ଶୀଘ୍ର ମାନେ ଆମର କରିବା ପାଇଁ ପଡିବ। ଦେଖନ୍ତୁ, ତ ଇଏ ପିଆଜ ଫିଆଜ ସବୁ ଆପଣ ମାନଙ୍କୁ ଦେଖେଇ ଦଉଛି। ଦେଖନ୍ତୁ, ଆପଣ ମାନେ ଦେଖନ୍ତୁ, ଏଇଟା ଦେଖନ୍ତୁ ଆମର ଦେଶୀ ଲଙ୍କା। ଏମିତି ଲଙ୍କା ଆପଣଙ୍କ ସେପଟ ଅଛି କି? ଦେଖନ୍ତୁ, ଏମିତି ଲଙ୍କା ମାନେ ଏ ଲଙ୍କାଟି ମାନେ ଏତେ ରାଗ, ଯାହାକି ଗୋଟେ ଲଙ୍କାକୁ 5 ଜଣ ଖାଇବ, ଗୋଟେ ଲଙ୍କା। ଠିକ ଅଛି, ତ ଏପଟେ ଦେଖନ୍ତୁ ଆମର ବିଲାତି ଫିଲାତି ସବୁ ରେଡି ହେଇଛି। ତ ଚାଲ ସାଙ୍ଗମାନେ ଖାଇବା, କାହିଁକି ନା ଗୀତ ବାଜୁଛି ବର୍ତ୍ତମାନ। ମୁଁ ଖାଇସାରେ, ବେଶୀ କରିବାନି, ତ ଖାଇସାର। ତ ଏବେ ସାଙ୍ଗମାନେ ଦେଖନ୍ତୁ, ବିଲାତି ଆଉ ପିଆଜ ଆଉ ଆମର ଦେଶୀ ଲଙ୍କା, ତ ୟାକୁ ବର୍ତ୍ତମାନ ଆମେ ଦଳିଦେବା ବହୁତ ସୁନ୍ଦର ଭାବରେ। ତ ୟା ପରେ ଆମର ଏମିତି ଆକ୍ଚୁଆଲି ସାଙ୍ଗମାନେ ସେଣ୍ଟ କ୍ୱାଲିଟି। ତ ସାଙ୍ଗମାନେ ଦେଖନ୍ତୁ, ମୋର ମୁଢ଼ି ପୁରା ରେଡ଼ି ହେଇଛି। ତ ଏବେ ବର୍ତ୍ତମାନ ଖାଇବା ଆରମ୍ଭ କରିବା। ଠିକ୍ ଅଛି, ତ ମୁଢ଼ି ବର୍ତ୍ତମାନ ଖାଇବା। ତ ଆମ ଏଠି ଗାଁ ପାଖାପାଖିରେ ଆମର ହେଉଛି ଆମର ସତ୍ସଙ୍ଗ ମେଳା ପାଇଁ ବର୍ତ୍ତମାନ ମାଇକ୍ ବି ବାଜୁଛି। ତ ଭିଡ଼ିଓକୁ ବି ଆଉ ବେଶୀ ବଡ଼ କରିବାନି। ତ ଚାଲନ୍ତୁ, ମୁଢ଼ି ବର୍ତ୍ତମାନ ଖାଇସାରେ। ଠିକ୍ ଅଛି। ତ ସାଙ୍ଗମାନେ, ତ ଗାଉଁଲି ଭିଡ଼ିଓ କେମିତି ଲାଗିଲା ଆପଣମାନେ କମେଣ୍ଟ ମାଧ୍ୟମରେ ଜଣାଇବେ। କାହିଁକିନା ମୁଁ ଆଉ ବେଶୀ ଭିଡ଼ିଓକୁ ବଡ଼ କରିବିନି। କାହିଁକିନା ଆମର ଏପଟ ସାଇଡ଼୍ରେ ଆମର ବର୍ତ୍ତମାନ ସତ୍ସଙ୍ଗ ପାଇଁ ବର୍ତ୍ତମାନ ମାଇକ୍ ବାଜିବା ଷ୍ଟାର୍ଟ ହେଇଯିବ। କାହିଁକିନା ମୁଁ ଯଦି ଭିଡ଼ିଓ କରେ ତ କପିରାଇଟ୍ ବାଜିବ। ତ ଚ୍ୟାନେଲକୁ ଯଦି ନୂଆ କରିକି ଆସୁଛନ୍ତି, ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ୍ କରିନେବେ। ଆଉ ଭିଡ଼ିଓକୁ ପୁରା ଫୁଲ୍ ୱାଚ୍ କରନ୍ତୁ। ତ ଆଜି ପାଇଁ ରହୁଛି, ନେକ୍ସଟ ଭିଡ଼ିଓ କାଲିକି ଆସିବ, ତ ଆପଣମାନେ ଦେଖିବାକୁ ପାଇବେ। ଆଉ ଭିଡ଼ିଓରେ ଯେତେ ଭାଇ ଦେଖୁଛନ୍ତି କମେଣ୍ଟ ମାଧ୍ୟମରେ ଜଣାଇବେ। ଠିକ୍ ଅଛି, ତ ଆଜି ଗାଉଁଲି ଭିଡ଼ିଓ କେମିତି ଲାଗିଲା ଆପଣମାନେ କମେଣ୍ଟ କରିବେ। ତ ରହୁଛି, ଜୟ ଜଗନ୍ନାଥ, ବାଏ ବାଏ।